ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ତେନାଲି ରାମକୃଷ୍ଣଙ୍କ ଜନ୍ମ 22 ସେପ୍ଟେମ୍ବର 1480ରେ ହୋଇଥିଲା। ତେନାଲି ରାମ ବିଜୟନଗର ସାମ୍ରାଜ୍ୟର ରାଜା କୃଷ୍ଣଦେବରାୟଙ୍କ ଦରବାରର 16ଶ ଶତାବ୍ଦୀର ଜଣେ କବି ବିଦ୍ୱାନ ବ୍ୟକ୍ତି ଥିଲେ। ସେ ତାଙ୍କର ବୁଦ୍ଧି ଏବଂ ବୁଦ୍ଧିମତ୍ତା ପାଇଁ ଜଣାଶୁଣା ଥିଲେ। ସେ ଜଣେ ପ୍ରଭାବଶାଳୀ କବି ଥିଲେ ଯିଏ ତେଲୁଗୁ ସାହିତ୍ୟରେ ଅବଦାନ ରଖିଥିଲେ ଏବଂ ସଂସ୍କୃତରେ ମଧ୍ୟ ଦକ୍ଷ ଥିଲେ। ସେ 5 ଅଗଷ୍ଟ 1528ରେ ମୃତ୍ୟୁବରଣ କରିଥିଲେ। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।